ପିଲାମାନେ ତୁମ ସମସ୍ତଙ୍କୁ ମୁଁ ପିକେ କ୍ଲାସେସକୁ ସ୍ୱାଗତ କରୁଛି। ଆଜି ସେପ୍ଟେମ୍ବର ମାସ 5 ତାରିଖ ପବିତ୍ର ଗୁରୁ ଦିବସ। ଏହି ଗୁରୁ ଦିବସ ଅବସରରେ ଆମେ ଗୁରୁ ଦିବସ ସମ୍ବନ୍ଧରେ ଆଜି ଆଲୋଚନା କରିବା। ଗୁରୁ ଶବ୍ଦ ଭାରତୀୟ ସଂସ୍କୃତିର ଏକ ମହାନ ଶବ୍ଦ। ଗୁର ଅର୍ଥ ଅନ୍ଧକାର, ରୁର ଅର୍ଥ ଆଲୋକ। ଏଣୁ ଯିଏ ଆମକୁ ଅନ୍ଧାରରୁ ଆଲୋକ ଦିଗରେ ନେଇଯାଆନ୍ତି ସେ ଗୁରୁ। ଆଜି ଆମ ସମାଜରେ ଏହି ବୈଦିକ ଶବ୍ଦ ଗୁରୁ ଶିକ୍ଷକ ନାମରେ ପରିଚିତ। ଏଣୁ ଆମେ ଗୁରୁ ଦିବସକୁ ଶିକ୍ଷକ ଦିବସ ମଧ୍ୟ କହିପାରିବା। ପ୍ରାଚୀନ କାଳରୁ ଗୁରୁଙ୍କ ସମ୍ମାନ ପାଇଁ ଆଷାଢ଼ ମାସ ପୂର୍ଣ୍ଣିମା ତିଥି ବା ବ୍ୟାସଦେବଙ୍କ ଜନ୍ମଦିନକୁ ଗୁରୁ ପୂର୍ଣ୍ଣିମା ଭାବରେ ପାଳନ କରି ଗୁରୁମାନଙ୍କୁ ସମ୍ମାନ ପ୍ରଦାନ କରାଯାଉଥିଲା। ଦେଶର ରାଜନୈତିକ ଉତ୍ଥାନ ପତନ ଯୋଗୁଁ ଲୋକମାନଙ୍କ ମନରେ ଧୀରେ ଧୀରେ ଗୁରୁ ବା ଶିକ୍ଷକଙ୍କ ପ୍ରତି ସମ୍ମାନ ଭାବ କ୍ରମଶଃ କମିବାରେ ଲାଗିଲା। ଆମ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବିତାବସ୍ଥାରେ ତାଙ୍କର ଅନୁଗାମୀମାନେ ତାଙ୍କ ଜନ୍ମଦିନ ପାଳନ କରିବାର ଆଗ୍ରହ ପ୍ରକାଶ କଲେ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜୀବନରେ ପ୍ରାୟ 40 ବର୍ଷ ଶିକ୍ଷାଦାନ କରି ଜଣେ ଆଦର୍ଶ ଶିକ୍ଷକ ଥିଲେ। ସେ ତାଙ୍କ ଅନୁଗାମୀମାନଙ୍କୁ କହିଲେ, ଯଦି ତୁମେ ମୋର ଜନ୍ମଦିନ ପାଳନ କରିବାକୁ ଚାହୁଁଛ ତାହେଲେ ସେଇ ଦିନଟିକୁ ଗୁରୁ ଦିବସ ରୂପେ ପାଳନ କର। ସେଇ ଦିନଟି ଗୁରୁ ବା ଶିକ୍ଷକଙ୍କ ପାଇଁ ସମ୍ମାନର ଦିନଟିଏ ହେବ। ରାଧାକ୍ରିଷ୍ଣନ ସେପ୍ଟେମ୍ବର 5 ତାରିଖ 1988 ମସିହାରେ ତାମିଲନାଡୁର ତିରୁତାନି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏଣୁ ତାଙ୍କ ସହଯୋଗୀମାନେ 1962 ମସିହା ସେପ୍ଟେମ୍ବର ମାସ 5 ତାରିଖ ଠାରୁ ଗୁରୁ ଦିବସ ପାଳିବା ଆରମ୍ଭ କଲେ। ଏହି ଦିନଟି ଗୁରୁ ବା ଶିକ୍ଷକମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ଏଣୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏହି ଦିନଟି 1962 ମସିହା ଠାରୁ ଅଦ୍ୟାବଧି ପାଳନ କରାଯାଇ ଗୁରୁ ଓ ଶିକ୍ଷକମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଶିକ୍ଷକମାନଙ୍କ ମହାନତା ସମ୍ବନ୍ଧରେ ଏହି ଦିନ ଆଲୋଚନା କରାଯାଉଛି। ପ୍ରତ୍ୟେକ ଛାତ୍ର ବିଦ୍ୟାଳୟକୁ ପହଞ୍ଚିବା ସମୟରେ ମାଟି ପିଣ୍ଡୁଳା ଭଳି ହୋଇଥାନ୍ତି। ଗୁରୁମାନେ ସ୍ନେହ, ଆଦର୍ଶ, ନୀତି, ମୂଲ୍ୟବୋଧ ଭଳି ସଦ୍ଗୁଣ ପ୍ରଦାନ କରି ସେହି ମାଟି ପିଣ୍ଡୁଳା ରୂପୀ ଛାତ୍ରକୁ ବିଭିନ୍ନ ଆକାର ପ୍ରଦାନ କରନ୍ତି। ଜଣେ ଛାତ୍ର ଏକ ମହାନ ଛାତ୍ର ହେବା ପଛରେ ଜଣେ ମହାନ ଶିକ୍ଷକଙ୍କ ଭୂମିକା ସବୁଠାରୁ ଅଧିକ। ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ ଲେଖିଛନ୍ତି, ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଯେଉଁ ଛାତ୍ର ଗୁରୁଙ୍କୁ ଈଶ୍ୱର ତୁଲ୍ୟ ସମ୍ମାନ ପ୍ରଦର୍ଶନ କରିବ ସେ ନିଶ୍ଚିତ ଜଣେ ଆଦର୍ଶ ବ୍ୟକ୍ତି ହୋଇପାରିବ। ଯେଉଁ ଜାତି ଯେତେ ଶିକ୍ଷିତ ସେହି ଜାତି ସେତେ ଉନ୍ନତ। ଏଣୁ ଦେଶ ଓ ଜାତିକୁ ଉନ୍ନତ କରିବାକୁ ହେଲେ ପ୍ରଥମେ ଗୁରୁ ଜାତିକୁ ସମ୍ମାନ ଦେବାକୁ ପଡ଼ିବ। ସଂସ୍କୃତରେ ଏକ ଶ୍ଲୋକ ରହିଛି, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଏହାର ଅର୍ଥ ହେଉଛି ଗୁରୁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ ଓ ଗୁରୁଦେବ ହିଁ ମହେଶ୍ୱର। ସେ ତ୍ରିଦେବଙ୍କ ସମାହାର। ଏଣୁ କେବଳ ଗୁରୁ ଦିବସ ଦିନ ଗୁରୁଙ୍କୁ ସମ୍ମାନ ନ ଜଣାଇ ଯଦି ପ୍ରତି ମୁହୂର୍ତ୍ତରେ ଗୁରୁଙ୍କୁ ସମ୍ମାନ ପ୍ରଦାନ କରାଯିବ ତାହେଲେ
ଆମ ଦେଶ ସମୃଦ୍ଧ ଓ ପୁଣି ଥରେ ବିଶ୍ୱଗୁରୁ ହୋଇପାରିବ। ଏଣୁ ଆଜିର ଦିନରେ ଆମେ ଶପଥ କରିବା, ଆମ ଜୀବନରେ ଯେଉଁମାନେ ଆମର ଗୁରୁ ଅଛନ୍ତି, ଯେଉଁମାନେ ଆମକୁ ଶିକ୍ଷା ପ୍ରଦାନ କରୁଛନ୍ତି, ସେମାନଙ୍କୁ ଆମେ ଜୀବନର ପ୍ରତି ମୁହୂର୍ତ୍ତରେ ସମ୍ମାନ ଜଣାଇବା।